ଯଦି ତୁମ ଜୀବନରୁ ଖରାପ ଲୋକ ନ ଯିବେ ତେବେ ଭଲ ଲୋକଙ୍କର ଆଗମନ କେବେ ବି ହେବ ନାହିଁ। ମନେ ରଖନ୍ତୁ, ଦୁନିଆରେ କିଏ କ'ଣ କରୁଛି, କାହିଁକି କରୁଛି, କେମିତି କରୁଛି, ଏସବୁଠାରୁ ଆପଣ ଯେତେ ଦୂରେଇ ରହିବେ ସେତେ ଖୁସିରେ ରହିପାରିବେ। ବନ୍ଧୁ, ଏ ଦୁନିଆରେ ଜୋସ୍ ପରି ଆଉ କୌଣସି ନିଆଁ ହିଁ ନାହିଁ। ମୂର୍ଖତା ପରି କୌଣସି ଚାଲ ହିଁ ନାହିଁ। ଘୃଣା ଠାରୁ ବଡ଼ କୌଣସି ରାକ୍ଷସ ନାହିଁ। ଆଉ ଲୋଭ ପରି କୌଣସି ଧାର ହିଁ ନାହିଁ। ପ୍ରସନ୍ନତାର କୌଣସି ମାର୍ଗ ହିଁ ନାହିଁ। ବରଂ ପ୍ରସନ୍ନତା ଏକ ମାର୍ଗ ହିଁ ଅଟେ। ଯଦି ଆପଣ ଠିକ୍ ଦିଶାରେ ଅଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ, ବରଂ ସେହି ଦିଶାରେ ନ ଅଟକି ଆହୁରି ଅନେକ ଚାଲିଯାଆନ୍ତୁ। ଆଉ ଏମିତି କରିବା ଦ୍ୱାରା ଆପଣ ନିଶ୍ଚିତ ରୂପେ ନିଜ ଲକ୍ଷ୍ୟକୁ ହାସଲ କରିପାରିବେ। ଏ ସାରା ଦୁନିଆରେ ସବୁଠାରୁ ମୂଲ୍ୟବାନ ଜିନିଷ ହେଉଛି ସମୟ। ସେଥିପାଇଁ ସମୟର କେବେ ବି ଦୁରୁପଯୋଗ କରନ୍ତୁ ନାହିଁ। ଶେଷରେ ଆପଣଙ୍କୁ ଅନୁତାପ ଛଡ଼ା ଆଉ କିଛି ବି ମିଳିବ ନାହିଁ। ଯେତିକି ଅପେକ୍ଷା ଆପଣଙ୍କୁ ସିଏ କରାଉଛି, ବିଶ୍ୱାସ କରନ୍ତୁ, ସମୟ ଆସିଲେ ଏତେ ଦେବ ଯେ ତୁମେ ତାକୁ ସମ୍ଭାଳି ପାରିବ ନାହିଁ। ନିଜ ଜୀବନକୁ ନେଇ କେବେ ନିରାଶ ହୁଅନ୍ତୁ ନାହିଁ, କାହିଁକି ନା ଏମିତି ଅନେକ ଲୋକ ଅଛନ୍ତି ଏ ଦୁନିଆରେ ଯିଏ ଆପଣଙ୍କ ପରି ଜୀବନ ବଞ୍ଚିବାକୁ ସ୍ୱପ୍ନ ଦେଖିଥାନ୍ତି। କୌଣସି ଅସଫଳ ବ୍ୟକ୍ତିକୁ ଯଦି ତୁମେ ଏହା ପଚାରିବ, ତୁମ ଅସଫଳ ହେବାର କାରଣ କ'ଣ, ତେବେ ସିଏ ଆପଣଙ୍କୁ ଦୁଇଟି କାରଣ ଦେବେ। ପ୍ରଥମତଃ, ମୋ ଭାଗ୍ୟ ହିଁ ଖରାପ ଥିଲା। ଆଉ ଦ୍ୱିତୀୟ କାରଣ ହେଉଛି ମୋ ପାଖରେ ସମୟ ହିଁ ନଥିଲା। ଯଦି କିଏ ଭରସା ଭାଙ୍ଗୁଛି ତେବେ ତାକୁ ଧନ୍ୟବାଦ ଜଣାଅ, କାହିଁକି ନା ଇଏ ହେଉଛନ୍ତି ସେହି ଲୋକ ଯିଏ ଆମକୁ ଏହା ଶିଖେଇଥାନ୍ତି କି ଭରସା କାହା ଉପରେ ଭାବିଚିନ୍ତି କରାଯାଇଥାଏ। ସମସ୍ୟାରୁ ବାହାରକୁ ବାହାରିବାର ଅଛି ତ ତା'ର ସମାଧାନର ବାଟ ଖୋଜନ୍ତୁ, ବାହାନା ନୁହେଁ। ଯେବେ ତୁମକୁ ଭଲ ପାଉଥିବା ଲୋକ ତୁମକୁ ହଇରାଣ କରିବା ଛାଡ଼ିଦିଏ, ତେବେ ଏହି କଥା ବୁଝିଯାଅ କି ତୁମେ ତାକୁ ହରେଇ ସାରିଛ। ଯଦି ଆପଣ ସଠିକ୍ ଅଟନ୍ତି ନା, ଆପଣଙ୍କୁ ରାଗିବାର କୌଣସି ଆବଶ୍ୟକ ହିଁ ନଥାଏ। ଆଉ ଯଦି ଆପଣ ଭୁଲ ଅଟନ୍ତି ତେବେ ଆପଣଙ୍କୁ ରାଗିବାର କିଛି ଅଧିକାର ହିଁ ନଥାଏ। ଶ୍ରୀକୃଷ୍ଣ କୁହନ୍ତି, ଯେମିତି ପବନ ଗୋଟିଏ ଦିଗରେ ବହି ନଥାଏ, ତାହା ସମୟ ସମୟରେ ବଦଳି ଯାଇଥାଏ, ଠିକ୍ ସେହିପରି ମଣିଷର ଭାଗ୍ୟ ମଧ୍ୟ ସମୟ ସମୟରେ ବଦଳି ଯାଇଥାଏ। ସେଥିପାଇଁ ନିଜ ଖରାପ ସମୟକୁ ନେଇ ଚିନ୍ତା କର ନାହିଁ। ଖାଲି ଠିକ୍ ସମୟର ଅପେକ୍ଷା କର, କାହିଁକି ନା ସମୟ ନିଶ୍ଚୟ ବଦଳିବ। ନିଜର ସବୁ ସମୟ ନିଜକୁ ଅଧିକ ଯୋଗ୍ୟ ଆଉ ସକ୍ଷମ ହେବା ପାଇଁ ଲଗାଇ ଦିଅ, କାହିଁକି ନା ଏବେ ସମ୍ପର୍କ ମଣିଷ ସହିତ ନୁହେଁ, ପଇସା ସହିତ ହେବାକୁ ଲାଗୁଛି। ଅନ୍ୟର ଭଲ କରୁଥିବା ମଣିଷକୁ ସବୁବେଳେ କଷ୍ଟର ସାମ୍ନା କରିବାକୁ ପଡ଼ିଥାଏ, କାହିଁକି ନା ସବୁବେଳେ ଫଳ ଦେଉଥିବା ଗଛ ପଥର ମାଡ଼ ସହିବାକୁ ପଡ଼ିଥାଏ। ଜୀବନରେ ଧୈର୍ଯ୍ୟ ରଖ, ନିରାଶ ହୁଅ ନାହିଁ। ଯିଏ ତୁମକୁ ଲେଖୁଛି ସିଏ ବ୍ରହ୍ମାଣ୍ଡର ସବୁଠୁ ବଡ଼ ଲେଖକ। ପ୍ରଶଂସା ଯେତେ ପାରୁଛ ସେତେ କରିନିଅ, କିନ୍ତୁ ଅପମାନ ଟିକେ ଭାବିଚିନ୍ତି କର, କାହିଁକି ନା ଅପମାନ ଏକ ଏମିତି ଋଣ ଯାହାକୁ ମଣିଷ ସୁଯୋଗ ପାଇଲେ ସୁଧମୂଳ ସହ ଫେରାଇ ଦେଇଥାଏ। ଆପଣ ପଛକୁ ଯାଇକି ନିଜ ଅତୀତକୁ ସୁଧାରି ପାରିବେ ନାହିଁ, କିନ୍ତୁ ଆଜି କାମ କରିକି ଆସୁଥିବା କାଲିକି
ନିଶ୍ଚୟ ସୁଧାରି ପାରିବେ। ଶ୍ରୀକୃଷ୍ଣ କୁହନ୍ତି, ଯେଉଁ ଲୋକ ଆପଣଙ୍କୁ ଦେଖିକି ଈର୍ଷା କରିଥାନ୍ତି ତାଙ୍କୁ ଘୃଣା କର ନାହିଁ, କାହିଁକି ନା ଏମାନେ ହେଲେ ସେହି ଲୋକ ଯିଏ ଏହା ସ୍ୱୀକାର କରି ସାରିଛନ୍ତି ଆପଣ ତାଙ୍କଠାରୁ ଅଧିକ ଉଚ୍ଚରେ। ଏହି 5ଟି ଜିନିଷ ଏବେଠାରୁ ଛାଡ଼ିଦିଅ। ଜୀବନରେ ବହୁତ ଖୁସିରେ ରହିବେ। 1ରେ ସମସ୍ତଙ୍କୁ ଖୁସି ରଖିବା। 2ରେ ଅନ୍ୟ ଉପରେ ଅଧିକ ଆଶା ହିଁ ରଖିବା। 3ରେ ଅତୀତକୁ ନେଇ ବଞ୍ଚିବା। 4ରେ ନିଜକୁ ଅନ୍ୟ ସହିତ ତୁଳନା କରିବା। 5ରେ ଅଧିକ ଚିନ୍ତା କରିବା। ଏସବୁକୁ ଛାଡ଼ି ଦିଅନ୍ତୁ। ପରିସ୍ଥିତିକୁ ସବୁବେଳେ ଦୋଷ ଦିଅ ନାହିଁ। ସବୁ ପରିସ୍ଥିତିରେ ଚାଲିବା ଶିଖ। ଯଦି ତୁମେ ବାପା ମାଙ୍କ ହାତ ଧରିକି ରଖୁଛ ତେବେ ଲୋକଙ୍କ ପାଦ ଧରିବାରେ ଆବଶ୍ୟକ ପଡ଼ିବ ନାହିଁ। ଭୁଲ ହେଲା ପରେ ସାଥ ଛାଡ଼ିଦେବା ଲୋକ ଅନେକ ମିଳିଯିବେ। ଭୁଲ ହେଲା ପରେ ବୁଝାଇକି ସାଥ ଦେବା ଲୋକ ବହୁତ କମ୍ ମିଳିବେ। ସେମାନଙ୍କୁ ବି ସମ୍ମାନ କର ଯିଏ ବିନା ସ୍ୱାର୍ଥରେ ଆପଣଙ୍କୁ ଚାହିଁଥାନ୍ତି, କାହିଁକି ନା ଏ ଦୁନିଆରେ ଧ୍ୟାନ ରଖିବା ବାଲା କମ୍, କଷ୍ଟ ଦେବା ବାଲା ଅଧିକ ଅଛନ୍ତି। ମୁଁ ଦେଖିଛି ଅନେକ ଥର ଏମିତି ହୋଇଛି ଯେତେବେଳେ କାହାକୁ କାହା ପାଖରୁ ସମ୍ପର୍କ ଭାଙ୍ଗି ଦେବାର ଥାଏ ପ୍ରଥମେ ସେ କଥା ହେବା ବନ୍ଦ କରିଦେଇଥାଏ। ଶକ୍ତି ଆଉ ନିଷ୍ପତ୍ତି ଜୀବନ ନାମକ ଗଛର ଫଳ ଅଟେ। ପରିବାର ଆଉ ମିତ୍ରତାର ମୂଳ ଅଟୁ ଆମେ। ଫଳ ବିନା ନିଜେ ନିଜକୁ ଚଳାଇ ପାରିବା, କିନ୍ତୁ ମୂଳ ବିନା କେବେ ବି ଛିଡ଼ା ହୋଇପାରିବା ନାହିଁ। ଗରିବ ଲୋକଙ୍କର କେବେ ବି ମଜାକ ଉଡ଼ାନ୍ତୁ ନାହିଁ, କାହିଁକି ନା ଗରିବ ହେବାକୁ ସମୟ ଲାଗିନଥାଏ। ଆଜିର ଦୁନିଆରେ ଆପଣ କାହାକୁ କେତେ ବି ଭଲ ପାଇବା ଦିଅନ୍ତୁ ନା କାହିଁକି, ଯାହାକୁ ଧୋକା ଦେବାର ଥିବ ସିଏ ଧୋକା ହିଁ ଦେବ। ପ୍ରଶଂସା କରିବା ଲୋକ ଆପଣଙ୍କୁ ଚିହ୍ନିଥାଇ ପାରନ୍ତି, କିନ୍ତୁ ଆପଣଙ୍କର ଯତ୍ନ ନେଉଥିବା ଲୋକଙ୍କୁ ଆପଣଙ୍କୁ ହିଁ ଚିହ୍ନିବାକୁ ପଡ଼ିବ। ଜୀବନରେ ନିଜର ତୁଳନା କେବେ ବି କାହା ସହିତ କରନ୍ତୁ ନାହିଁ। ସୂର୍ଯ୍ୟ ଆଉ ଚନ୍ଦ୍ରର ତୁଳନା କେବେ ବି ନିଜ ଭିତରେ କରାଯାଏ ନାହିଁ, କାହିଁକି ନା 2 ଜଣ ଯାକ ନିଜ ନିଜ ସମୟ ଆସିଲେ ଚମକିଥାନ୍ତି। ଯଦି କୌଣସି କାମକୁ କରିବା ପାଇଁ ଆପଣଙ୍କୁ ଡର ଲାଗୁଥାଏ ତେବେ ମନେ ରଖନ୍ତୁ ଆପଣଙ୍କ କାମ ବାହାଦୁରିରେ ଭରି ରହିଛି। ସ୍ୱପ୍ନ ଯାହାର ଉଚ୍ଚ ଆଉ ବଡ଼ ହୋଇଥାଏ, ଆଜ୍ଞା, ସଂଘର୍ଷ ବି ତାଙ୍କ ପାଇଁ କଠିନ ହୋଇଥାଏ। ଏ କଥାକୁ ମନେ ରଖିଥିବେ। କାହା ନଜରରେ କେବେ ବି ତଳକୁ ଖସିଯାଅ ନାହିଁ, କାହିଁକି ନା କ୍ଷମା କରିବା ଲୋକ ତ କ୍ଷମା କରିଦେଇଥାନ୍ତି, କିନ୍ତୁ ତାଙ୍କ ହୃଦୟରେ ଆଗ ପରି ଆଉ ପ୍ରେମ ହିଁ ରହିନଥାଏ। ସମ୍ପର୍କ ତ ଅନେକ ଥାଏ, କିନ୍ତୁ ଯିଏ କଷ୍ଟକୁ ବାଣ୍ଟି ନେଇଥାଏ ତାକୁ ହିଁ ପ୍ରକୃତ ସମ୍ପର୍କ କୁହାଯାଏ। ପ୍ରେମ ଆଉ ବିଶ୍ୱାସ ଏ ଦୁଇଟିକୁ କେବେ ହରାଅ ନାହିଁ। ପ୍ରେମ ସମସ୍ତଙ୍କ ସହିତ ହୋଇନଥାଏ, ଆଉ ବିଶ୍ୱାସ ସମସ୍ତଙ୍କ ଉପରେ କରାଯାଇନଥାଏ। ଯେବେ କିଏ ବାହାର ଲୋକଙ୍କ ଠାରୁ ଧୋକା ଖାଇଥାଏ ତେବେ ସିଏ ତାଙ୍କ ସହିତ ଲଢ଼ିଥାଏ, ଆଉ ଯେବେ ନିଜ ଲୋକଙ୍କ ଠାରୁ କିଏ ଧୋକା ଖାଇଥାଏ ସିଏ ଚୁପ୍ ହିଁ ହୋଇଯାଇଥାଏ। ଗୋଟିଏ କଥା ମନେ ରଖିବେ, କର୍ମର ଚାପୁଡ଼ା ଯେବେ ଯାହାକୁ ବି ବାଜିଥାଏ ସିଏ ରାଜାକୁ ବି ଭିକ ମାଗିବାକୁ ବାଧ୍ୟ କରିଦେଇଥାଏ। ପ୍ରଶଂସା ଏକ ଏମିତି ଧୋକା ଅଟେ ଯାହାକୁ ଆମେ ଧ୍ୟାନର ସହ ଶୁଣିଥାନ୍ତି ଆଉ ନିଜେ ହିଁ ସେଥିରେ ଫସି ଯାଇଥାନ୍ତି। ଅଧିକାଂଶ ସମୟରେ ସମସ୍ତଙ୍କ ପଛରେ ଦୌଡ଼ିବା ଚକ୍କରରେ ଆମେ ପଛରେ ରହିଯାଇଥାନ୍ତି।
ଆପଣ ଟିକେ ଭରସା ସମୟ ଉପରେ ବି ରଖନ୍ତୁ, କାହିଁକି ନା ଏହା ଭଲରୁ ଭଲ ଲୋକଙ୍କ ମୁହଁରୁ ମୁଖା ଖୋଲି ଦେଇଥାଏ। ଜୀବନରେ ଖୁସି ରହିବା ଶିଖନ୍ତୁ। ଏହା ପୂର୍ବରୁ ଉଦାସ ରହିବା ଯେମିତି ଆପଣଙ୍କ ଅଭ୍ୟାସ ନ ବନିଯାଉ। ଫେରିକି ସେହି ଲୋକମାନେ ଆସିଥାନ୍ତି ଯିଏ ରୁଷିକି ଯାଇଥାନ୍ତି। ଭାଙ୍ଗିକି ଯାଇଥିବା ଲୋକ ତ କେବେ ଫେରିକି ଆସିନଥାନ୍ତି। ଯେଉଁ ଲୋକ ନିଜ ଲୋକଙ୍କ ପାଖରୁ ଧୋକା ଖାଇଥାଏ, ସିଏ ନିଜ ଲୋକଙ୍କ ପାଖରୁ ଦୁଃଖ କଷ୍ଟ ପାଇଥାଏ। ସେ ଲୋକ ନିଜକୁ ବହୁତ ମଜବୁତ କରି ନେଇଥାଏ, ହୃଦୟରୁ ଆଉ କଥାରୁ ବି। ଆଶା ବହୁତ କଷ୍ଟ ଦେଇଥାଏ, କିନ୍ତୁ କେଜାଣି କାହିଁକି ଏ ମନରେ ବହୁତ ଆଶା ରହିଥାଏ। ସ୍ୱାର୍ଥର ସମ୍ପର୍କ ଠାରୁ ଭଲ ଜୀବନରେ ଏକୁଟିଆ ରହିଯିବା। ପ୍ରେମ ଆଉ ଘୃଣା କହିବାକୁ ତ ଏ ଦୁଇଟି ମାମୁଲି ଶବ୍ଦ ଅଟେ, କିନ୍ତୁ ଏ ଦୁଇଟି ଶବ୍ଦ ମଣିଷକୁ ଭଗବାନ ବନାଇ ଦେଇଥାଏ ଆଉ ଶଇତାନ ବି ବନେଇ ଦେଇଥାଏ। ସମୟ ଥାଉ ଥାଉ ନିଜକୁ ଯୋଗ୍ୟ କରିନିଅ, ନହେଲେ ଆପଣଙ୍କ ଠାରୁ ଶିଖୁଥିବା ଲୋକ ବି ଆପଣଙ୍କ ଠାରୁ ଆଗକୁ ଚାଲିଯିବ। ଟିକେ ଧ୍ୟାନର ସହ ସମ୍ପର୍କ ଗଢ଼ନ୍ତୁ। ଏଠି ଦେଖେଇ ହେଉଥିବା ଲୋକ ବହୁତ ଅଧିକ ଅଛନ୍ତି, ସାଥ ଦେବା ଲୋକ ବହୁତ କମ୍ ଅଛନ୍ତି। ସଂଘର୍ଷର ରାସ୍ତାରେ ଯିଏ ଚାଲିଥାଏ, ସିଏ ହିଁ ନିଜ ଜୀବନକୁ ବଦଳାଇ ଦେଇଥାଏ। ଯଦି ଜୀବନରେ କିଛି ମିଳିଛି, ବଡ଼ କରିକି ଦେଖାଅ, ନହେଲେ ଇତିହାସ ତ ଲାଞ୍ଚ ଦେଇକି ବନାଯାଇପାରେ। ମଜବୁତ ହେବାର ମଜା ସେତେବେଳେ ଆସିଥାଏ, ଯେତେବେଳେ ସାରା ଦୁନିଆ ଆପଣଙ୍କୁ ଦୁର୍ବଳ ଭାବି ନେଇଥାଏ। ଜୀବନରେ କେବେ ବି କାହାକୁ ଦୋଷ ଦିଅ ନାହିଁ। ଭଲ ଲୋକଙ୍କ ଠାରୁ ଖୁସି ମିଳିଥାଏ, ଆଉ ଖରାପ ଲୋକଙ୍କ ଠାରୁ ବି କିଛି ଶିଖିବାକୁ ମିଳିଥାଏ। ଭଲ ସମୟ କେବେ ବି ଆସିନଥାଏ, ତାକୁ ବନାଇବାକୁ ପଡ଼ିଥାଏ। ଯଦି ଆପଣ ନିଜଠାରୁ ହାରି ନାହାନ୍ତି, ତେବେ ବିଜୟ ଆପଣଙ୍କର ହିଁ ହେବ।